ଅଧା ପନ୍ତରିଆ ହୋଇ ପଡ଼ି ରହିଛି କେନ୍ଦୁପାଟଣା ଡାଏରୀ। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରେ ଦୁଗ୍ଧ ଚାଷୀଙ୍କ ପାଇଁ ଶିଳାନ୍ୟାସ ହୋଇଥିବା କେନ୍ଦୁପାଟଣା ଡାଏରୀର ଭବିଷ୍ୟତକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାର୍ଯ୍ୟକ୍ଷମ ହୋଇଥିଲେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଗ୍ଧ ଚାଷୀମାନେ ଉପକୃତ ହୋଇପାରିଥାନ୍ତେ। 2019ରୁ ଶିଳାନ୍ୟାସ ହୋଇ ବର୍ତ୍ତମାନ ସୁଦ୍ଧା ସରିପାରୁନି ପ୍ରକଳ୍ପର କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ଅଧା ସାରି ଠିକାଦାର ମାରିଛନ୍ତି ଛୁମନ୍ତର। ଦେଖନ୍ତୁ News18+ରେ ପୁରା ରିପୋର୍ଟ। ଗୋପାଳନ ଚାଷୀଙ୍କ ଆର୍ଥିକ ଉନ୍ନତି ହେବ, 100 ଜଣରୁ ଉର୍ଦ୍ଧ୍ୱ ନିଯୁକ୍ତି ପାଇବେ। 2019 17 ଫେବୃଆରୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନିଶ୍ଚିନ୍ତ କୋଇଲି ବ୍ଲକରେ କେନ୍ଦୁପାଟଣା ଡାଏରୀର ଶିଳାନ୍ୟାସ କରିଥିଲେ। କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତାରେ ଆସିଲେ କେନ୍ଦୁପାଟଣା ପଞ୍ଚାୟତ ସମ୍ପତ୍ତି ପାଟଣାରେ ନିର୍ମାଣାଧୀନ ଅଛି ଏହି ଡାଏରୀଟି। 20,000 ଲିଟର କ୍ଷମତା ବିଶିଷ୍ଟ ଏହି ଡାଏରୀରେ ଦୁଗ୍ଧ ଶୀତଳୀକରଣ ସହିତ ବଟଲିଂ ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଶୁଦ୍ଧ ଓ ପ୍ରୋଟିନ୍ ଯୁକ୍ତ କ୍ଷୀର ଏଇଠୁ ବିତରଣ ହୋଇଥାନ୍ତା। ଖାଲି ସେତିକି ନୁହେଁ, 100 ଜଣଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ମିଳିପାରିଥାନ୍ତା। 12 କୋଟି ବ୍ୟୟ ଅଟକଳରେ ଦିଲ୍ଲୀର ଏକ EPIC ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ଟେଣ୍ଡର ଯୋଗେ ନେଇଥିଲା। ଠିକାଦାର କେବଳ ଗୃହ ନିର୍ମାଣ ଓ ପାଚେରୀ ନିର୍ମାଣ କରି ପଳାଇ ଯାଇଛନ୍ତି। 5 ବର୍ଷ ବିତିଗଲାଣି, କିନ୍ତୁ କେନ୍ଦୁପାଟଣା ଡାଏରୀର ଭବିଷ୍ୟତ ଏବେ ନାଲି ଫିତା ତଳେ ରହିଛି। ମଧୁସୂଦନ ଦାସ 8 ବର୍ଷ ହେଇଗଲାଣି ଆଉ ମସିଆ କ'ଣ ଆମର ଏଠି ପିଲା ସବୁ ବେକାରୀ ପିଲା ସବୁ ବୁଲୁଛନ୍ତି, ସେଗୁଡ଼ା ରୁହନ୍ତେ କି ଭଲ ମନ୍ଦ କରନ୍ତେ। ଗୋରୁ ଗାଈ ଚରୁଥିଲେ ଏଠେଇ, ଆଉ ଗୋରୁ ଗାଈ ଚରିଲେନି, ବନ୍ଦ କଲେ ସରକାର। ଯିଏ ଆଉଛନ୍ତି ଅଧୀନକା କାମ କରୁଛନ୍ତି, ଛାଡ଼ି ଦେଇ ପଳାଉଛନ୍ତି। ଏମିତି ହେଉଛି ଆଉ ସେ ପିଲା କାମ କରିଥାନ୍ତେ ଏଠେଇ। ବେକାରୀ ପିଲା ସବୁ ବୁଲୁଛନ୍ତି ଏଠେଇ ଆମର ସମସ୍ତେ, ଆମେ ବି ବୁଲୁଛୁ, ଆମ ଘର ପରିବାର ଲୋକ ବି ବୁଲୁଛନ୍ତି। ଏମିତି ହେଉଛି ଆଉ ପାଟଣା ନେଇଥାନ୍ତା 80 ଲିଟର କ'ଣ 80 ଲିଟର ନା କ୍ଷୀର ଇଏ କରିଥାନ୍ତେ କହୁଥିଲେ। ଆଉ ହେଉଛି ଏଠି ପଟା ପୋଲ ହେଇଥାନ୍ତା, ପଟା ପୋଲ ବି ହେଲାନି, ସବୁ ମାରି ମୁରିକିରି ଖାଇଲେ ଆଉ କ'ଣ। ଗଗନ ମଲ୍ଲିକ ହେଲାଣି 90 ଆରମ୍ଭ ହେଇଛି, ଚାଲିଥିଲା କାମ। ଏବେ 7 ବର୍ଷ ହେଲା ପଡ଼ି ରହିଛି, ଆଉ କିଛି କାର୍ଯ୍ୟକାରୀ ହେଇପାରୁନି। ଆମେ ଚାହୁଁଛୁ ତୁରନ୍ତ କାର୍ଯ୍ୟକାରୀ ହେଲେ ଆମ ପିଲାମାନେ ସେଟିଂ ହେବେ। ଆମର ଏଇ ପଞ୍ଚାୟତର କି ଏରିଆର ପିଲା ରହିଗଲେ ଆମେ ଉନ୍ନତି ପାଇବୁ, ବେକାରୀ ଆମେ କିଛି ସେଠି ରହିଯିବୁ। ଆମର ସେ କ୍ଷୀର ଦୁଗ୍ଧ ଆସିକିରି ତାର ବିଶୋଧନକାରୀ ହେବ, ପ୍ୟାକେଟ୍ ହେବ, ଆଉ ବାହାର ସପ୍ଲାଏ ହେବ। ଏଇ ରହିଥିଲା ବ୍ୟବସ୍ଥା ଅଛି, ଆଉ ତୁରନ୍ତ କାର୍ଯ୍ୟକାରୀ କରିବା ଦରକାର। ଏପଟେ ରାଜ୍ୟରେ ନୂଆ ସରକାର ଗୋପାଳନ ଚାଷୀଙ୍କୁ ପ୍ରୋତ୍ସାହନ ଓ ଛୋଟ ଡାଏରୀ ନିର୍ମାଣ ନିମନ୍ତେ ଗତ 14 ସେପ୍ଟେମ୍ବରରେ ଲୋକସେବା ଭବନରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଥିଲେ। 1423 କୋଟି ଟଙ୍କା ଏନେଇ ବ୍ୟୟବରାଦ କରିଛି ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ। ଏପଟେ କିନ୍ତୁ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ କେନ୍ଦୁପାଟଣା ଡାଏରୀର ଭବିଷ୍ୟତ, ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଗୋପାଳନ ଚାଷୀ ଓ ଅଞ୍ଚଳବାସୀ। ସରକାର ଏହି ଡାଏରୀକୁ ତୁରନ୍ତ କାର୍ଯ୍ୟକ୍ଷମ ନ କରିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗୋଚାଷୀ। ତେବେ ଏ ସମ୍ପର୍କରେ ଆମେ ଓମ୍ଫେଡର ଡେପୁଟି ମ୍ୟାନେଜର ସୁଧାଂଶୁ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ତେବେ ନିର୍ମାଣାଧୀନ ପ୍ରକଳ୍ପରେ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବା ନିମନ୍ତେ ଏଷ୍ଟିମେଟ୍ ବଦଳାଯାଇଛି। ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ NDDBର ଅନୁମୋଦନ ପ୍ରଦାନ କରିଲେ 12 କୋଟିର ଏହି ପ୍ରକଳ୍ପ 23 କୋଟି ବ୍ୟୟବରାଦରେ ସ୍ୱୟଂଚାଳିତ ଯନ୍ତ୍ରପାତି ଜରିଆରେ କେନ୍ଦୁପାଟଣା ଡାଏରୀଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ମତ ଦେଇଛନ୍ତି। ଦୁଗ୍ଧ ଚାଷୀମାନଙ୍କର ଆର୍ଥିକ ଅଗ୍ରଗତି ଓ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନିମନ୍ତେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ଅଗ୍ରଗତି ସରକାର ପରିବର୍ତ୍ତନରେ ପ୍ରାଣୀ ସମ୍ପଦ ବିଭାଗ ଫାଇଲର ନାଲି ଫିତା ତଳେ ନ ରହି ତୁରନ୍ତ କାର୍ଯ୍ୟକ୍ଷମ ହେଲେ ଅବିଭକ୍ତ କଟକ ଜିଲ୍ଲାର ସହସ୍ରାଧିକ ଚାଷୀ ଉପକୃତ ହୋଇପାରିବେ। ଏବେ ଅପେକ୍ଷା କେବେ କାର୍ଯ୍ୟକ୍ଷମ ହେଉଛି କେନ୍ଦୁପାଟଣା ଡାଏରୀ। ଯେଉଁ ପିଲା ସବୁ ବାହାରକୁ ଯାଉଛନ୍ତି, ଆମ ପିଲାମାନେ ବାହାରକୁ ଯିବେନି, ଏଇଠି ଚାକିରି କରିବେ, ଏଇଠି ମାନେ ରହିବେ। ଦରକାର ଆମେ ମହିଳାମାନେ ଚାକିରି କରିବୁ ଏଇଠି। ଅସୁବିଧା ପିଲା ପଡ଼ୁଛନ୍ତି, ବେକାରୀ ପିଲା ସବୁ ପଳାଉଛନ୍ତି ବାହାରକୁ। ବାହାରେ ସେ କାମ ନାହିଁ, ପୁଣି ଘରକୁ ଆସୁଛନ୍ତି। ଏଇଟା ଆମେ ଚାହୁଁ ଯେତେ ପିଲା ପଇତେ ରଖିବା ପାଇଁ। 200 ଉପରେ ପିଲା ରହିଲେ ଆହୁରି ଭଲ, ଆମ ପାଇଁ ଭଲ। ଖାଇଦେଲେ କିଛି କରିପାରିଲେନି। ଏଇଟା ତ ଗୋରୁ ଚରୁଥିଲେ, ଗୋରୁ ବନ୍ଦ କରିଦେଲେ, ଜବରଦସ୍ତି କରିଲେ। ଆମେ ଗୋଟେ ଉପକୃତ ପାଇ ପିଲାମାନେ ଏଇଟା 5-8 ବର୍ଷ ହେଲାଣି ଯଦି ପଡ଼ିଛି, ସିଆଡ଼େ କିଛି ହେଇପାରୁନି। ଯଦି ସରକାର ନ କରିବେ ଆମେ ଆନ୍ଦୋଳନ କରିବୁ। ରିପୋର୍ଟ News18+।